What are the timelines after hair transplantation? ଆପଣ ଯଦି ହେୟାର ଟ୍ରାନ୍ସପ୍ଲାଣ୍ଟେସନ୍ ପାଇଁ ଭାବୁଛନ୍ତି କି ହେୟାର ଟ୍ରାନ୍ସପ୍ଲାଣ୍ଟେସନ୍ କରୁଛନ୍ତି, ତାପରେ ଯେଉଁ ସବୁ ଟ୍ରାନ୍ସପ୍ଲାଣ୍ଟେଡ଼ ହେୟାର ଯାହା ସବୁ ଲାଗିଥାଏ ଚୁଟି ଗୁଡ଼ାକ, ସେଇଟା କେଉଁ ଫେଜ୍ ଦେଇକି କେଉଁ ପ୍ରୋସେସ୍ ଦେଇ ଗତି କରେ ତାକୁ ଜାଣିବା ନିହାତି ଦରକାର। ଜଷ୍ଟ ଆଫ୍ଟର ଟ୍ରାନ୍ସପ୍ଲାଣ୍ଟେସନ୍ ବା ସେ ପୋଷ୍ଟ ଅପରେଟିଭ୍ ପିରିୟଡ଼ରେ କ'ଣ ହେବ ନା ଆପଣଙ୍କର ଇନିସିଆଲି ଆପଣଙ୍କର ମାଇଲ୍ଡ ସ୍ୱେଲିଂ ଟିକେ ରହିପାରେ, ଯେହେତୁ ଆମେ ସେ ଯେଉଁ ମେସିନ୍ ଆନାସ୍ଥେସିଆ ୟୁଜ୍ କରିଥାଉ ତାହାରି ଯୋଗୁଁ ହାଲକା ଟିକେ ସ୍ୱେଲିଂ ଭଳି ସ୍କାଲ୍ପଟା ଲାଗିପାରେ। ତାପରେ କ'ଣ ହେବ ନା ସ୍କାର୍ପ ଫର୍ମେସନ୍ ହେବ। ଯେଉଁ ଟ୍ରାନ୍ସପ୍ଲାଣ୍ଟେଡ଼ ହେୟାର ଗାର ଥିବ ତା ମୂଳରେ ସବୁ ଟିସ୍ୟୁ ଗୁଡ଼ାକ ଶୁଖି ଯାଇକି ସ୍କାର୍ପ ଫର୍ମେସନ୍ କରିବ, ଯେଉଁଟାକୁ କି 5 to 7 days ବେଳକୁ ଆମେ ହେୟାର ଲସ୍ କରିଦେବୁ ସେତେବେଳକୁ ସେ ଚାଲିଯାଏ। କିନ୍ତୁ ସେ ପର୍ଯ୍ୟନ୍ତ ଆପଣଙ୍କର ସ୍କାର୍ପଟାକୁ କମ୍ପ୍ଲିଟଲି ରିକଭରି କରିନଥାଏ, ଇଞ୍ଜୁରି ଥାଏ। ସେପାଇଁ ଆମେ ସବୁବେଳେ ଆଡ଼ଭାଇସ୍ କରୁ କ'ଣ ନା ନନ୍ ଇରିଟାଣ୍ଟ ଶ୍ୟାମ୍ପୁରେ ହେୟାର ୱାଶ୍ କରିବା ପାଇଁ, କିମ୍ବା ଆପଣ ଯଦି ବେବି ଶ୍ୟାମ୍ପୁ ଆସୁଛୁ ସେଥିରେ ହେୟାର ୱାଶ୍ କରିବା ପାଇଁ ଆମେ ଆଡ଼ଭାଇସ୍ କରୁ। 15 days ବେଳକୁ ଅଲମୋଷ୍ଟ ସବୁ ଉଣ୍ଡ ହିଲିଂ ହେଇଯାଇଥାଏ। ଆପଣଙ୍କର ଡୋନର ଏରିଆ, ଟ୍ରାନ୍ସପ୍ଲାଣ୍ଟେଡ଼ ଏରିଆ ସବୁଗୁଡ଼ାକର ଉଣ୍ଡ ହିଲିଂ ହେଇଯାଇଥାଏ। ତ ଏବେ 15 days 1 month ଭିତରେ କ'ଣ ହୁଏ ନା ସେ ପିରିୟଡ଼ରେ ଯେଉଁ ହେୟାରଟା ଲଗା ହେଇଥାଏ, ଚୁଟି ସବୁ ଲଗା ହେଇଥାଏ, ସେଟା ସବୁ ଝଡ଼ିବା ଆରମ୍ଭ କରେ। ତାକୁ ସକ୍ ଲସ୍ ବୋଲି କୁହାଯାଏ। ଯେହେତୁ ଗୋଟେ ଷ୍ଟ୍ରେସଫୁଲ୍ ପିରିୟଡ଼ ଦେଇକି ଚୁଟିଟା ଯାଏ, ତାକୁ ଆଣିକି ବାହାରେ ରଖାଯାଏ, ପୁଣି ଟ୍ରାନ୍ସପ୍ଲାଣ୍ଟ କରାଯାଏ। ତ ସେପାଇଁ ଚୁଟି ଝଡ଼ିବା ଆରମ୍ଭ କରେ। ସେଟାକୁ 15 ଦିନରୁ ମାସେ ଭିତରେ କେବଳ 70 to 80% ଚୁଟି ସବୁ ଝଡ଼ିଯାଏ। ତା ପାଇଁ ପେନିକ୍ ହେବା ଉଚିତ ନୁହେଁ। ପ୍ରଥମରୁ ବୁଝି ରଖିବା ଉଚିତ ଯେ ସେଟାକୁ ଗୋଟେ ନ୍ୟାଚୁରାଲ୍ ପ୍ରୋସେସ୍। ତାପରେ ଆପଣଙ୍କର 2 to 3 month ପିରିୟଡ଼ ଭିତରେ এই ସମୟରେ ଗୋଟେ ଭାରି ୱର୍ଷ୍ଟ ଫେଜ୍। ଏଇପାଇଁ ଗୋଟେ ଅଗ୍ଲି ଲୁକ୍ ଗୋଟେ ଆସିଯାଏ, ତାକୁ ଅଗ୍ଲି ଡକ୍ଲିଂ ଫେଜ୍, ଡକ୍ଲିଂ ଲୁକ୍ ବୋଲି କୁହାହେଉଛି। ଏ ପାଇଁକି ଆପଣଙ୍କର ଯେଉଁ ଚୁଟି ଲାଗିଥିବ ସେଇଥିରୁ ମ୍ୟାକ୍ସିମମ୍ ଚୁଟି ଝଡ଼ି ଯାଇଥିବ, ଅଳ୍ପ ଅଳ୍ପ ଚୁଟି ଥିବ, ତେଣୁ ଗୋଟେ ସ୍ପାର୍ସଲି ଗୋଟେ ଅନଇଭେନ୍ ହେଇକି ଚୁଟି ଗୁଡ଼ା ସବୁ ଥିବ, ଆପଣଙ୍କୁ ଅଡ୍ ଲାଗିବ। ସେ ସମୟ ଗୋଟେ ଭାରି ସାଇକୋଲୋଜିକାଲି ଇଏ ଲାଗେ ଯେ ମୁଁ ଚୁଟି ଲଗେଇଲି କ'ଣ ଲାଭ ହେଲା, କ'ଣ ରହିଛି। ସେଟା ଗୋଟେ ନ୍ୟାଚୁରାଲ୍ ପ୍ରୋସେସ୍, ତାକୁ ବୁଝି ନେବା ଉଚିତ। ଆପଣଙ୍କୁ 3 to 4 month ବେଳକୁ କ'ଣ ହେବ ନା ସେତେବେଳକୁ ଆର୍ଲି ମ୍ୟାଚୁରେସନ୍, ଆର୍ଲି ଡେଭଲପମେଣ୍ଟ ସବୁ ଚୁଟି ଲାଗିଥିବ, ଯେଉଁ ଝଡ଼ି ଯାଇଥିବ ସେ ମୂଳରୁ ସବୁ ଫାଇନ୍ ଥିନ୍ ହେୟାର ସବୁ ଗ୍ରୋ କରିବା ଷ୍ଟାର୍ଟ ହେବ। ଏତେ ବେଶୀ ଆପଣଙ୍କୁ ମାର୍କ ହେଇନପାରେ, ଏତେ ବେଶୀ ଆପଣ ଦେଖିକି ଜାଣିନପାରନ୍ତି, ଏସବୁ ଗ୍ରୋ କରିବା ଷ୍ଟାର୍ଟ ହେବ। 4 to 6 month ବେଳକୁ କ'ଣ ହେବ ଆପଣଙ୍କ ନୋଟିସେବୁଲ୍ ଇମ୍ପ୍ରୁଭମେଣ୍ଟ ଆପଣ ଦେଖିପାରିବେ। ଏ ଚୁଟି ସବୁ ଯୋଉଟା ଯେଉଁ ଫାଇନ୍ ହେୟାର ସବୁ ଗ୍ରୋ କରୁଥିବ ସେ ଠିକ୍ ହେବା ଷ୍ଟାର୍ଟ କରିବ, ଡେନ୍ସିଟି ଟିକେ ବଢ଼ିବ, ଟିକେ ଥିକନେସ୍, ଟିକେ ଫୁଲନେସ୍ ଆପଣଙ୍କର ଆସିବା ଷ୍ଟାର୍ଟ ହେଇଯିବ। ଆପଣଙ୍କର ଯେଉଁ 6 to 7 to 9 month, 6 to 9 month, 7 to 9 month এই ସମୟରେ ଆପଣଙ୍କର ପୁରା ମ୍ୟାଚୁରେସନ୍ ଫେଜ୍। ଯେଉଁ ଚୁଟିଟା ସବୁ ବାହାରିଥିବ ଆପଣଙ୍କର ସେସବୁ ଠିକ୍ ହେବ, ଏବଂ ଥିକନେସ୍ ବଢ଼ିଯିବ, ଆଉ ସ୍କାଲ୍ପ ଯେଉଁ ଲାଗିଥିବ ଏରିଆଟା ସିଏ କଭର୍ ହେବା ଷ୍ଟାର୍ଟ ହେଇଯିବ। ଆପଣଙ୍କର 9 month to 1 year ଭିତରେ ଆପଣଙ୍କର କମ୍ପ୍ଲିଟ୍ ରେଜଲ୍ଟ ଆସିଯିବ। ସେତେବେଳେ ଯାହା ସବୁ ଟ୍ରାନ୍ସପ୍ଲାଣ୍ଟେଡ଼ ହେୟାର ସବୁ ଲାଗିଥିବ, ଯାହା ବି ସବୁ ଲଗା ହେଇଥିବ ସେ ଏରିଆରେ ସେ କମ୍ପ୍ଲିଟ୍ ଗ୍ରୋ କରିଯିବ। ଆପଣ ଚୁଟି କାଟିବା, ଚୁଟି ଷ୍ଟାଇଲିଂ କରିବା, କଲର୍ କରିବା ସବୁ କଥା ଆପଣ ସେତେବେଳେ ନର୍ମାଲ୍ ଚୁଟି ଉପରେ କରିପାରିବେ। ବେଳେବେଳେ କ'ଣ ହୁଏ ନା ଆମେ ଯଦି କ୍ରାଉନ୍ ହେୟାର ଲଗେଇଛୁ ତ ସେଇଟାକୁ କମ୍ପ୍ଲିଟ୍ ଗ୍ରୋଥ୍ ହେବା ପାଇଁ ଆପଣଙ୍କୁ 15 to 18 month ଲାଗିଯାଇପାରେ। ନହେଲେ ଅଲମୋଷ୍ଟ 9 month to 1 year ଭିତରେ ଆପଣଙ୍କ ଯାହା ଚୁଟି ଲାଗିଥିବ ତାର ରେଜଲ୍ଟ ଆସିବ। ତେଣୁ ଟ୍ରାନ୍ସପ୍ଲାଣ୍ଟ ହେଲା ପରେ ଯେ 2-3 ମାସ ଭିତରେ କି ବହୁତ ଆର୍ଲି ଫେଜ୍ରେ ଆପଣ ଚାହିଁବେ ଯେ ମୋର ପୁରା ରେଜଲ୍ଟ ଆସିଯିବ ଏବଂ ମୁଁ ଲଗେଇଛି ଚୁଟି କାହିଁ ନାହିଁ, କୁଆଡ଼େ ଗଲା ମୋ ଚୁଟି, ଆସିବନି କି? ସେଗୁଡ଼ା ସବୁ ପ୍ରଥମରୁ ବୁଝିଯିବା ଉଚିତ। ଆମେ ନେକ୍ସଟ ଭିଡ଼ିଓରେ ଡିସ୍କସନ୍ କରିବା ଯେଉଁ ଚୁଟି ଆମେ ସବୁ ଲଗାଉଛେ, ଯେଉଁ ଚୁଟି ସବୁ ଟ୍ରାନ୍ସପ୍ଲାଣ୍ଟେସନ୍ କରୁଛେ, ଯେଉଁ ହେୟାର ଟ୍ରାନ୍ସପ୍ଲାଣ୍ଟେସନ୍ କରୁଛେ ତାର ଲଂଜିଭିଟି କେତେ, ସେ କେତେ ଦିନ ରହେ, ଏଇଟା ଗୋଟେ ସମସ୍ତଙ୍କର ଗୋଟେ ପ୍ରଶ୍ନ ଥାଏ। ଆମେ ତାକୁ ନେକ୍ସଟ ଭିଡ଼ିଓରେ ଡିସ୍କସନ୍ କରିବା।